କିଛି ଝିଅ ଛୁଆ ଆସୁଛନ୍ତି ବାହାରକୁ ଇନକମ୍ କରିବା ପାଇଁ, ମାନେ ଘର ପରିସ୍ଥିତି ଦେଖି କିଛି ଆସୁଛନ୍ତି ବାହାରକୁ ଇନକମ୍ କରିବା ପାଇଁ। ଆଉ କିଛି ମାନେ ଝିଅ ଛୁଆ ମାନେ କାମ କରିବା ବାହାନାରେ ମାନେ ଏଠି ଆସିକିରି ବାହାର ଜାଗାରେ ପୁଅଙ୍କ ସହିତ ରିଲେସନ ରଖିବା, ମାନେ ମାନେ ମିଛ ମିଛ ଭଲ ପାଇକିରି ମାନେ ତାଙ୍କ ପାଖରୁ ପଇସା ମାନେ ଝଡେଇବା। ମାନେ ସେ ତ କାମ ଚକ୍କର ଆସୁନାହାନ୍ତି, ମାନେ ଏମିତି ମାନେ ଷ୍ଟାଇଲ ମାରିବା ଆଉ ମେକଅପ ମାନେ ମୁହଁରେ ବଳି ହବା, ସେଇ ଚକ୍କରରେ ଆସୁଛନ୍ତି। ମାନେ ଗାଁରେ ମାନେ କଣ ରହିଲେ ମାନେ କଳା ପଡି ଯାଉଛନ୍ତି, ମାନେ ବାହାରକୁ ଆସିଲେ ଟିକେ ଫିଟଫାଟ ଦେଖାଉଛନ୍ତି। ମାନେ ଏମିତି ଦେଖାଲେ କାଳେ ତାଙ୍କୁ ମାନେ ପୁଅ ଛୁଆ ଗୁଡାକ ଟୋକା ମାନେ ତାଙ୍କୁ ଭଲ ପାଇବେ ଅଧିକ। ଭଲ ପାଇଲେ ସେ ମାନେ ସାତ ବଦଳିଲା ବେଳେ ଆକୁ ଜଣକୁ ଭଲ ପାଇ ଆଜି ଜଣେ ମାନେ କାଲି ତାକୁ ଭଲ ପାଇବେ, ମାନେ ଫୋନରେ ଜଣଙ୍କ ସହିତ କଥା ହେବେ, ପାଖରେ ଆଉ ଜଣଙ୍କୁ ସହିକି ଦେବେ। ଏମିତି ମାନେ ଏଇ ଯୁଗରେ ମାନେ ଏମିତି ଚାଲିଛି, ମାନେ ଭାଇ ପଇସା ପାଇଁ। ମୁଁ ସେଇଥିପାଇଁ କହୁଛି ଝିଅ ମାନଙ୍କ ଭିତରୁ ସବୁବେଳେ ଦୂରେଇକି ରହିବ। ମାନେ ତମେ ଲାଇଫରେ ମାନେ ଝିଅ ପାଖରୁ ଦୂରେଇକି ରହିବ ନା, ମାନେ ମିଛି ମିଛିକା ଝିଅ ତମକୁ ଭଲ ପାଉଛନ୍ତି ସେଇମାନଙ୍କ ପାଖରୁ ଦୂରେଇକି ରହିବ, ତମେ ଲାଇଫରେ ସକ୍ସେସଫୁଲ ହବ। ତୁମ ମା ବାପ ମାନେ ଭଲ ରହିବେ। ତମେ ଝିଅ ଚକ୍କର ନ ପଡିକିରି ମେହନତ କର। ମୁଁ ଜାଣିଛି ମୋ ଭିଡିଓ ଦେଖିକି କିଛି ଝିଅ ମାନେ ରାଗି ଯାଉଛନ୍ତି, ମାନେ ମେସେଜ କରୁଛନ୍ତି ମାନେ ଖରାପ ଖରାପ ୱାର୍ଡ ଲେଖିକି। ମୁଁ ତାଙ୍କ କଥା ମୁଁ ଜାଣେ, ଯୋଉଟା ସତ ସେଇଟା ମୁଁ ରହିଲି। ଜୟ ଶ୍ରୀରାମ।